ବାପା ମାକୁ ଧୋକା ଦେଇ ଦସ୍ତଖତ ନେଇଯିବା ପରେ ଘର ବିକ୍ରି କରିଦେଇ ପୁଅ କୁଆଡ଼େ ଫେରାର ହୋଇଗଲା। ଘର କିଣିଥିବା ଲୋକ ବାପା ମାଙ୍କୁ ଘରୁ ବାହାର କରିଦେଲେ। ବାପା ମା ବାଧ୍ୟ ହୋଇ ଏ ବୃଦ୍ଧାଶ୍ରମରୁ ସେ ବୃଦ୍ଧାଶ୍ରମକୁ ଅସହାୟ ଅବସ୍ଥାରେ ଘୁରି ବୁଲିଲେ। ଶେଷରେ ଗୋଟିଏ ସର୍ତ୍ତରେ ଏକ ବୃଦ୍ଧାଶ୍ରମରେ ରହିବାକୁ ଜାଗା ମିଳିଗଲା। ସର୍ତ୍ତ ଥିଲା ଯେ ତାଙ୍କୁ ସପ୍ତାହରେ 2 ଦିନ ଜଣେ ବଡ଼ ଲୋକଙ୍କ ଘରେ କାମ କରିବାକୁ ପଡ଼ିବ। ରହିବାର 5 ଦିନ ପରେ ଜଣେ ବଡ଼ ଲୋକଙ୍କ ଘରକୁ ସେମାନଙ୍କୁ ନିଆଗଲା। ଯେତେବେଳେ ବାପା ଓ ମା ସେ ଲୋକଙ୍କ ଘରେ କାମ କରୁଥିଲେ କିଛି ଏମିତି ଦୃଶ୍ୟ ଦେଖିଲେ। ଦେଖିକି ତ କାହାଣୀରେ ଏମିତି କଥା ରହିଛି ଯାହାକି କେବେ ବି ଆପଣ ଶୁଣି ନଥିବେ କି ଦେଖିନଥିବେ। ତେଣୁ ଭିଡ଼ିଓକୁ ସ୍କିପ୍ ନ କରି ପୁରା ଦେଖନ୍ତୁ। ଶ୍ୟାମବାବୁ ନିଜ ସ୍ତ୍ରୀ ସବିତାଙ୍କ ସହିତ ଘର ଅଗଣାରେ ବସି ଚା ପିଉଥିଲେ। ଅଚାନକ ପାଟି ଶୁଭିଲା କି ଚାଲ ଚାଲ ବାହାରକୁ ଚାଲ। ଏତିକି କହି କିଛି ଲୋକ ତାଙ୍କର ସବୁ ଜିନିଷପତ୍ର ବାହାରକୁ ଫିଙ୍ଗିବାରେ ଲାଗିଲେ। ଶ୍ୟାମବାବୁ ଓ ସବିତା ତାଙ୍କ ଗୋଡ଼ ଧରି ପକେଇ ତାଙ୍କୁ ଘରୁ ବାହାର ନ କରିବା ପାଇଁ ଅନୁନୟ ବିନୟ କଲେ। ଆମ ବୟସକୁ ଟିକେ ଦେଖ, ଆମେ ଠିକରେ ଚାଲି ବି ପାରୁନୁ, ଏମିତିରେ ଆମେ କୁଆଡ଼େ ଯିବୁ, ଆମ ଉପରେ ଦୟା କର। ସେଠୁ ସେମାନେ କହିଲେ କି ତମକୁ ଆମେ ଆଗରୁ ବହୁତ ସମୟ ଦେଇ ସାରିଛୁ, କିନ୍ତୁ ଆଉ ନୁହେଁ। ତମ ପୁଅ ଏ ଘରକୁ ପୁରା 30 ଲକ୍ଷ ଟଙ୍କାରେ ଆମକୁ ବିକ୍ରି କରିସାରିଛି, ଆଉ ପୁଣି ତମକୁ ଏକାକି ଛାଡ଼ି ଦେଇ ଫେରାର ହୋଇଯାଇଛି। ଏଥିରେ ମୋର କ'ଣ ଦୋଷ? ସେଠୁ ଶ୍ୟାମବାବୁ କହିଲେ କି ପୁଅ, ଆମ ପୁଅ ତ ଆମକୁ ଧୋକା ଦେଲା, ଧୋକା ଦେଇ ଦସ୍ତଖତ କରେଇ ନେଇ ଘର ବିକ୍ରି କରିଦେଲା। ଆମର ତ ରହିବା ପାଇଁ ଆଉ କିଛି ବି ଘର ନାହିଁ, ଆମେ ଏ ବୟସରେ କୁଆଡ଼େ ଯିବୁ? ସବିତାଙ୍କ କଥାରେ ସେ ଲୋକ କହିଲେ କି ତମେ ମାନେ କୁଆଡ଼େ ଯିବ ସେ କଥା ମୁଁ କେମିତି କହିବି? ମୁଁ କ'ଣ ଠିକା ନେଇଛି କି ତମର? ମୁଁ ବୃଦ୍ଧାଶ୍ରମ ଖୋଲିନି ଯେ ତମକୁ ନେଇ ସେଠି ରଖେଇଦେବି। ପୂର୍ବ ମାସରେ ତମକୁ କାଢ଼ୁଥିଲି, ହେଲେ ତମମାନଙ୍କର କାନ୍ଦ ଦେଖି ତରଳି ଗଲି। ଆଉ 1 ମାସର ସମୟ ମଧ୍ୟ ଦେଇଥିଲି, କିନ୍ତୁ ଆଉ ନୁହେଁ। ଏ ଘରକୁ ମୁଁ ଭଡ଼ା ଦେବି, ସେଇଟା ମୋର କାମ। ଯଦି ଘୋଡ଼ା ଘାସ ସାଙ୍ଗରେ ସାଙ୍ଗ ହୋଇଯିବ ତାହେଲେ ଖାଇବ କ'ଣ? ହେଲେ ଶୁଣ, ତମମାନଙ୍କର ରହିବାର ବନ୍ଦୋବସ୍ତ ମୁଁ କରିପାରିବି। ଟିକେ ବାଟ ଯିବା ପରେ ଗୋଟିଏ ବୃଦ୍ଧାଶ୍ରମ ଅଛି, ତମେମାନେ ଚାହିଁଲେ ମୁଁ ତମମାନଙ୍କୁ ସେଠାରେ ରଖେଇ ଦେଇପାରିବି। ଶ୍ୟାମବାବୁ କହିଲେ କି ହଁ ପୁଅ, ଯଦି ସେମିତି ହୋଇପାରିବ ବଡ଼ ଦୟା ହେବ ତମର। ପୁଣି ସେ ଦୁହେଁ ସେ ବୃଦ୍ଧାଶ୍ରମକୁ ରହିବା ପାଇଁ ପଳେଇଲେ। ସେଠାରେ ସେମାନେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ କି ଯେତେ ବି ବୟସ୍କ ଲୋକ ରହୁଥିଲେ କାହାର ପିଲାମାନେ ସେମାନଙ୍କୁ ସେଇଠାରେ ଛାଡ଼ି ଦେଇଥିଲେ, ନହେଲେ କାହାର ପିଲାମାନଙ୍କ ଦ୍ୱାରା ହଇରାଣ ହୋଇ ସେଠାକୁ ରହିବା ପାଇଁ ଯାଇଥିଲେ। ଏମିତି ସେଠାରେ ରହିବା କିଛି ଦିନ ହୋଇଛି କି ନା ଜଣାପଡ଼ିଲା କି ସେ ବୃଦ୍ଧାଶ୍ରମକୁ ଖାଲି କରାଯିବ। କାହିଁକି ନା ସେ ବୃଦ୍ଧାଶ୍ରମର ଖର୍ଚ୍ଚ ଉଠାଉଥିବା ଲୋକ ଆଉ ଖର୍ଚ୍ଚ ଉଠାଉନଥିଲେ। ସବୁ ବୟସ୍କ ଲୋକ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ କି ଏବେ ସେମାନେ କୁଆଡ଼େ ଯିବେ? ଆମେ କ'ଣ ଏ ସମାଜ ପାଇଁ ଏତେ ବେକାର ଯେ ରହିବା ପାଇଁ ଆମକୁ ବାରଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିବ? ଶ୍ୟାମବାବୁ ତ ଭାବୁଥିଲେ କି ଚାଲ ଏବେ ଆମେ ଆମ ବୃଦ୍ଧାବସ୍ଥା ଏଇଠାରେ ହିଁ କାଟିଦବା। କାହିଁକି ନା ତାଙ୍କ ପୁଅ ଛଳରେ ତାଙ୍କର ସବୁ କିଛି ହାତେଇ ନେଇଥିଲା, ଆଉ କେଜାଣି କୁଆଡ଼େ ଗାୟବ ହୋଇଯାଇଥିଲା। ହେଲେ ଏବେ ତ ଏଇଠାରୁ ବି ବାହାର କରାଯାଉଥିଲା। ଆମେ କୁଆଡ଼େ ଯିବୁ? ବୃଦ୍ଧାଶ୍ରମର ସବୁ ଲୋକଙ୍କୁ ଅଲଗା ଅଲଗା ବୃଦ୍ଧାଶ୍ରମକୁ ପଠାଯାଉଥିଲା, ଆଉ ଶ୍ୟାମବାବୁ ଓ ସବିତାଙ୍କୁ ବି ଆଉ ଏକ ସହରକୁ ପଠାଇ ଦିଆଗଲା। ସେମାନଙ୍କୁ ଲାଗୁଥିଲା କି ଯେମିତି ସେମାନେ ଅଦରକାରୀ ଗାଈ ଗୋରୁ। ଯେତେବେଳେ ସେମାନଙ୍କ ବୟସ ହୋଇଗଲା ତାଙ୍କୁ ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଦେଇ ଦିଆଯାଉଥିଲା। ଶ୍ୟାମବାବୁ ଏହି କଥା ଚିନ୍ତା କରି କହୁଥିଲେ କି ସବିତା, କ'ଣ ଏହି ଦିନ ଦେଖିବାକୁ ମୁଁ ଗୋଟିଏ ଗୋଟିଏ ଟଙ୍କା ଯୋଡ଼ି ଆମ ଘର କରିଥିଲି? ମୁଁ ଭାବିଥିଲି କି ଗୋଟିଏ ଛୋଟ ଘର କରିବି, ଯେଉଁଥିରେ ମୋ ପିଲାମାନେ ଆଉ ଆମେ ଟିକେ ଶାନ୍ତିରେ ରହିପାରିବୁ। କିନ୍ତୁ ମୋତେ କ'ଣ ଜଣାଥିଲା ଯେ ଘର ତିଆରି କରିବା ପରେ ଏମିତି ବାରଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିବ ବୋଲି। ସେଠୁ ସବିତା ବି ନିଜ ଲୁହ ପୋଛୁ ପୋଛୁ କହିଲେ କି ତମେ ଆଉ ଏତେ ଚିନ୍ତା କରନି, ସବୁ ଠିକ ହୋଇଯିବ। ପୁଣି ସେମାନଙ୍କୁ ଆଉ ଏକ ସହରରେ ଥିବା ବୃଦ୍ଧାଶ୍ରମକୁ ନିଆଗଲା। ଏତେ ଦିନ ହେଲା ଗୋଟିଏ ଜାଗାରେ ରହି ସବୁ ଲୋକଙ୍କ ସହିତ ଆପଣାର ହୋଇଯାଇଥିଲେ ଦୁହେଁ, ଆଉ ଏବେ ନୂଆ ଜାଗା ନୂଆ ଲୋକ ଥିଲେ। ଦୁହିଁଙ୍କୁ ବହୁତ ଏକଲା ଏକଲା ଲାଗୁଥିଲା। ଦିନେ କୁହାଗଲା କି ଏଠାରେ ମଝିରେ ମଝିରେ ସମସ୍ତଙ୍କୁ କାମ କରିବା ପାଇଁ କିଛି ବଡ଼ ଲୋକଙ୍କ ଘରକୁ ନିଆଯାଏ, ଯେତେବେଳେ କିଛି ବଡ଼ ବଡ଼ ଉତ୍ସବ ହୋଇଥାଏ।
ସେତେବେଳେ ସାହାଯ୍ୟ ପାଇଁ ବୃଦ୍ଧାଶ୍ରମର ଲୋକଙ୍କୁ ସେଠାକୁ ନିଆଯାଏ ଆଉ ସେମାନେ ବୃଦ୍ଧାଶ୍ରମକୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥାନ୍ତି। ଶ୍ୟାମବାବୁ ଓ ସବିତା ଏ କଥା ଶୁଣିବା ପରେ ଟିକେ ଚିନ୍ତାରେ ପଡ଼ିଗଲେ। ଭାବିଲେ କି କ'ଣ ଏମିତି ବି ହେଉଛି କି ଆମ ବୁଢ଼ାବୁଢ଼ୀଙ୍କୁ କାମରେ ଲଗାଯାଉଛି? ଆମକୁ କାହିଁକି କାମରେ ଲଗାଯାଉଛି ଯେତେବେଳେ କି ସୁସ୍ଥ ସବଳ ଲୋକ କାମ ପାଇଁ ମିଳୁଛନ୍ତି? ଯଦି ସେମାନେ କାମ ପାଇଁ ଟଙ୍କା ଦେଉଛନ୍ତି ତାହେଲେ ଏମିତି ଭଲ କାମ କରିପାରୁଥିବା ଲୋକଙ୍କୁ ନେଉଥିବେ। ସେଠୁ ସବିତା କହିଲେ କି କେଜାଣି, ମତେ ତ ତମ ଚିନ୍ତା ମାଡ଼ି ବସୁଛି। ମୁଁ ତ କାମ କରିଦେବି, ଆଗ ଦେଖ ସେମାନେ କି କାମ ଦେଉଛନ୍ତି। ଏହାପରେ ସେମାନେ ଜଣେ ଲୋକଙ୍କୁ ପଚାରିଲେ କି ଆମକୁ କି ପ୍ରକାର କାମ ଦିଆଯାଉଛି, ତମେ ତ ନିହାତି କହିପାରିବ। ସେଠୁ ସେ ଟିକେ ହସି ଦେଇ କହିଲେ କି ନୂଆ ଆସିଛନ୍ତି ତ ଟିକେ ଅପେକ୍ଷା କରନ୍ତୁ, ନିଜେ ନିଜେ ସବୁ ଜାଣିପାରିବେ। ବାସ୍ ଗୋଟିଏ କଥା କହିବି, ଏ ଦୁନିଆରେ କିଛି ବି ମାଗଣା ମିଳେନି। ଯେତେବେଳେ ଆମ ପିଲାମାନେ ଆମକୁ ଛାଡ଼ିଲେନି ସେତେବେଳେ ବାହାର ଲୋକଙ୍କ ପାଖରୁ କ'ଣ ଆଶା କରିବା? କମ୍ ସେ କମ୍ ଏଠାରେ ଆମକୁ ରହିବା ପାଇଁ ତ ଦେଉଛନ୍ତି। ଶ୍ୟାମବାବୁ ତାଙ୍କ କଥାକୁ ନେଇ ଚିନ୍ତାରେ ପଡ଼ିଗଲେ ଆଉ ତାଙ୍କ କଥା ବୁଝିବା ପାଇଁ ଚେଷ୍ଟା ବି କରୁଥିଲେ। ସେଦିନ ସେଠାରେ କିଛି ବୟସ୍କ ଲୋକଙ୍କୁ ବାଛି ଜଣେ ବଡ଼ ଲୋକଙ୍କ ଘରକୁ ପାର୍ଟିରେ କାମ କରିବା ପାଇଁ ନିଆଗଲା। ସେଥିରେ ଶ୍ୟାମବାବୁ ଓ ସବିତା ବି ଥିଲେ। ସମସ୍ତେ ଏକ ବଡ଼ ଘରକୁ ଗଲେ। ପୁଣି ବୃଦ୍ଧାଶ୍ରମ ସଭାପତି ସମସ୍ତଙ୍କୁ କାମ ଦେବା ଆରମ୍ଭ କଲେ। ସବିତାଙ୍କୁ ରୋଷେଇ ଘରେ ସାହାଯ୍ୟ କରିବା ପାଇଁ କହିଲେ। ଶ୍ୟାମବାବୁଙ୍କୁ ଘରର ସବୁ ବାଥରୁମ୍ ସଫା କରିବା ପାଇଁ କହିଲେ। ଆଉ ଏହା ଶୁଣିକି ଶ୍ୟାମବାବୁ ତ ଆଶ୍ଚର୍ଯ୍ୟ ହୋଇଗଲେ ଆଉ କହିଲେ କି ମୁଁ ଏ କାମ କରିପାରିବିନି। ସଭାପତି କହିଲେ କି ଠିକ୍ ଅଛି, ତାହେଲେ ତମେ ଆଉ କେଉଁ ବୃଦ୍ଧାଶ୍ରମ ଦେଖ, କାହିଁକି ନା ମାଗଣାରେ ତମକୁ କିଏ ବି ରହିବା ଓ ଖାଇବାକୁ ବି ଦେବେନି। ତମ ପିଲା ତ ତମକୁ ରଖିବାକୁ ମନା କରିଦେଲା ଆଉ ଆମେ ତ ପରଲୋକ। ସେଠୁ ସାଙ୍ଗେ ସାଙ୍ଗେ ସବିତା କହିଲେ କି ନାଇଁ ନାଇଁ, ପ୍ରକୃତରେ ତାଙ୍କ ଦେହ ଭଲ ନାହିଁ, ଏଥିପାଇଁ ସେ କାମ କରିବା ପାଇଁ ମନା କରୁଛନ୍ତି। ଆପଣ ତାଙ୍କୁ ଟିକେ ସହଜ କାମ ଦିଅନ୍ତୁ। ସେଠୁ ସଭାପତି କହିଲେ କି ଠିକ୍ ଅଛି, ତମେ ଘରର ଲୋକଙ୍କୁ ଚା ପାଣି ଦିଅ। ସେଠୁ ଶ୍ୟାମବାବୁ କହିଲେ କି ସବିତା, ତମେ ଏ କ'ଣ କହୁଛ? ଆମେ କ'ଣ ଏସବୁ କରିବା? ସବିତା କହିଲେ କି ତାହେଲେ କ'ଣ ଆମେ ସଡ଼କରେ ରହିବା? ଆମ ପାଖରେ ଆଉ କିଛି ରାସ୍ତା ଅଛି କି? ସେଇଟା ତ ଭଲ କଥା କି ସେମାନେ ଆମକୁ ରଖୁଛନ୍ତି କ'ଣ ସବିତା? ମତେ ଏବେ ମାଲୁମ ହେଲା କି ଏଥିପାଇଁ ସେମାନଙ୍କୁ ଭଲ ଟଙ୍କା ମିଳୁଛି ଆଉ ସେମାନେ ଆମ ଉପରେ ବେଶୀ ଖର୍ଚ୍ଚ ବି କରୁନାହାନ୍ତି। ବାସ୍ ଶୁଖିଲା ରୁଟି ଡାଲି ହିଁ ଖାଇବାକୁ ଦେଇ ଦଉଛନ୍ତି। ହଉ ଠିକ୍ ଅଛି, ସେମାନେ କମ୍ ସେ କମ୍ ତ ଆମକୁ ରହିବାକୁ ଘର ଦେଉଛନ୍ତି ନା। ପୁଣି ଦୁହେଁ ନିଜ ନିଜ କାମରେ ଲାଗିଗଲେ। ଶ୍ୟାମବାବୁ ସମସ୍ତଙ୍କୁ ଚା ଦେଉଥିଲେ। ଜଣେ ଲୋକଙ୍କୁ ପଛରୁ ଡାକିକି କହିଲେ କି ବାବୁ ଚା। ସେ ଲୋକ ଯେତେବେଳେ ଚା ନେବାକୁ ପଛକୁ ବୁଲିଲେ ଦୁହେଁ ଦୁହିଁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକି ନା ସେ ଲୋକ ଜଣକ ଶ୍ୟାମବାବୁଙ୍କ ପୁଅ ସୁଧାକର ଥିଲେ, ଯାହା ପାଇଁ ଆଜି ତାଙ୍କର ଏହି ଅବସ୍ଥା। ଚା ଦେଇକି ଶ୍ୟାମବାବୁ ଯାଉଥିବା ବେଳେ ସୁଧାକର ପଛରୁ ଡାକି କହିଲେ କି ଟିକେ ଶୁଣ। ଶ୍ୟାମବାବୁ କହିଲେ କି ହଁ କୁହନ୍ତୁ। ଛି, ଏଇଟା କି ଚା, ଏଇଟା ତମେ ହିଁ ପିଅ କହିକି ସୁଧାକର ସେ ଗରମ ଚାକୁ ଶ୍ୟାମବାବୁଙ୍କ ମୁହଁକୁ ଫିଙ୍ଗିଦେଲେ। ଗରମ ଚା ମୁହଁରେ ପଡ଼ିବାରୁ ବିକଳ ହୋଇ ଛଟପଟ ହୋଇଗଲେ ଶ୍ୟାମବାବୁ ଆଉ କାନ୍ଦି କାନ୍ଦି କହିଲେ କି ମୁଁ ଏ ଚା ତିଆରି କରିନି, ମୁଁ ବାସ୍ ଆପଣଙ୍କୁ ଦେଉଥିଲି। ସୁଧାକର କହିଲେ କି ଠିକ୍ ଅଛି, ଯାଅ ଏଠାରୁ। ଶ୍ୟାମବାବୁ ଗୋଟିଏ କୋଣରେ ଛିଡ଼ା ହୋଇ ନିଜ ଲୁହ ଲୁଚେଇବାକୁ ଚେଷ୍ଟା କରୁଥିଲେ। ସେତେବେଳେ ସବିତା ଆସି କ'ଣ ହୋଇଛି ବୋଲି ପଚାରିଲେ ଆଉ ଶ୍ୟାମବାବୁ ସବୁ କହିଦେଲେ। ଶୁଣିକି ତ ସବିତା ଦେବୀ ପୁରା ରାଗିଗଲେ ଆଉ ତୁରନ୍ତ ସେଠାରୁ ଉଠି ସୁଧାକର ପାଖକୁ ଗଲେ। କିନ୍ତୁ ଯିବା ଆଗରୁ ଶ୍ୟାମବାବୁ ତାଙ୍କୁ ଅଟକେଇ ପଚାରିଲେ କି ତମେ କୁଆଡ଼େ ଯାଉଛ? ସବିତା ଦେବୀ କହିଲେ ସେ କୁଳାଙ୍ଗରକୁ ଗୋଟିଏ ଚାପୁଡ଼ା ମାରିବା ପାଇଁ। ଏତେ ସବୁ କରିକି ବି ତାକୁ ଶାନ୍ତି ମିଳିଲାନି ଯେ ନିଜ ବାପାଙ୍କ ଉପରେ ଗରମ ଚା ଫିଙ୍ଗୁଛି। ତାର ଆଜିର ଏ ହରକତ ପରେ ତମେ ଜାଣିପାରୁଥିବ କି ସେ କେତେ ତଳକୁ ଖସି ଯାଇଛି। ସେଠୁ ଶ୍ୟାମବାବୁ କହିଲେ ଯେ ତମକୁ କ'ଣ ଲାଗୁଛି, ତମେ ଚାପୁଡ଼ା ମାରିବା ପରେ ତାକୁ କିଛି ଫରକ ପଡ଼ିବ ନା, ବରଂ ଆମ ପାଇଁ ସମସ୍ୟା ବଢ଼ିଯିବ। ତାହେଲେ କ'ଣ ତାକୁ ଏମିତି ଛାଡ଼ିଦେବା? କେବେଠୁ ତାକୁ ଖୋଜୁଥିଲେ,
ଫଳରେ ସେ ଏମିତି କାହିଁକି କଲା ଜାଣିପାରିବା। ଏବେ ସେ ଯେତେବେଳେ ଆମ ସାମ୍ନାରେ ଅଛି ତାକୁ ସେମିତି କେମିତି ଯିବାକୁ ଦେବା? ସେଠୁ ଶ୍ୟାମବାବୁ କହିଲେ କି ନାଇଁ ନାଇଁ, ମୁଁ ସେଇଟା କହୁନି, ମୁଁ ତ କହୁଛି କି ତା ଭାଷାରେ ତାକୁ ଜବାବ ଦେବା ଜରୁରୀ। ସେଠୁ ସବିତା ଦେବୀ କହିଲେ କି ଏବେ ତମେ କ'ଣ କରିବ? ଆଜିକାଲିର ପିଲାଙ୍କୁ ଲାଗୁଛି କି ସେମାନେ ଯାହା କରିବେ ବାପା ମା ସହୁଥିବେ, କିନ୍ତୁ ସେସବୁ ଭୁଲ କଥା। ଟଙ୍କା ପାଇଁ ସେ ଏତେ ତଳକୁ ଖସିପାରେ, ତାହେଲେ ମୁଁ ବି ତା ବାପା। ସେଠୁ ସୁଧାକର ପଛରୁ ଡାକ ପକେଇଲେ କି ଏ ବୁଢ଼ା, ଟିକେ ଏଠିକୁ ଆସିଲୁ। ଖାଲି ଚା ଦେବ ନା କ'ଣ? ଯା କିଛି ଖାଇବାକୁ ନେଇକି ଆସ। ଶ୍ୟାମବାବୁ ଯାଇ କିଛି ମିଠା ନେଇ ଆସିଲେ। ମିଠା ଖାଇ ସୁଧାକର ନିଜ ହାତ ଶ୍ୟାମବାବୁଙ୍କ ସାର୍ଟରେ ପୋଛିଦେଲେ ଆଉ କହିଲେ ମୋ ଜୋତା ବି ସଫା କରିଦେବ। ଶ୍ୟାମବାବୁ ସୁଧାକରଙ୍କୁ ବଡ଼ ବଡ଼ ଆଖିରେ ଅନେଇଲେ। ସେତେବେଳେ ସୁଧାକର କମ୍ ସ୍ୱରରେ କହିଲେ କି ବହୁତ ରାଗ ଦେଖାଇବା ଦରକାର ନାହିଁ, ନହେଲେ ପ୍ରଥମେ ତ ଘରୁ ବାହାର କରିଥିଲି, ଏବେ ଏହି କାମରୁ ବି ବାହାର କରିଦେବି, ଆଉ ଭୋକରେ ମରିବ। ଜାଣିଛ ତ ଆଜି ମୋ ବାହାଘର, ଏଠାରେ ତମେ ଯାହା ଦେଖୁଛ ଏସବୁ ମୋ ପାଇଁ। ମୁଁ ଏ ଘରର ଝିଅକୁ ବାହା ହେବା ପାଇଁ ଯାଉଛି, ତେଣୁ ଯାହା କହୁଛି ସେଇଆ କର। ସେଠୁ ଶ୍ୟାମବାବୁ କହିଲେ କି ତତେ ଜନ୍ମ ଦେଇ ଆମେ କ'ଣ ଭୁଲ କରିଥିଲୁ ଯେ ତୁ ଆମର କେଉଁ ଭୁଲ ଦଣ୍ଡ ଆମକୁ ଦେଉଛୁ? ପଚାରୁଛ କ'ଣ ଭୁଲ? ଯେତେବେଳେ ମୁଁ ଜୁଆରେ ହାରି ଯାଇଥିଲି ଆଉ ଟଙ୍କା ପାଇବା ପାଇଁ ଗୁଣ୍ଡାମାନେ ମୋ ପଛରେ ପଡ଼ି ଯାଇଥିଲେ, ତମେ କ'ଣ କହିଥିଲ? ଓଲଟା ପୋଲିସରେ ଦେବା ପାଇଁ ମୋତେ ଧମକ ଦେଇଥିଲ। ଏଥିପାଇଁ ମୁଁ ପ୍ରତିଶୋଧ ନେଲି। ସେଠୁ ଶ୍ୟାମବାବୁ କହିଲେ କି ହଁ, ନୁହେଁ ଆଉ କ'ଣ? ବାପା ମାଆଙ୍କୁ ରାସ୍ତାରେ ମରିବା ପାଇଁ ଛାଡ଼ି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ। ଆରେ ତୁ କାହା ସ୍ୱାମୀ ହେବାକୁ ଯୋଗ୍ୟ ବି ନୁହଁ। ତୁ ଆଗରୁ ଯୁଆଡ଼େ ଥିଲୁ ଆଉ ଆଜି ବି ଯୁଆଡ଼େ ହିଁ ଅଛୁ। ମୁଁ ପୁରା ବିଶ୍ୱାସର ସହିତ କହିବି କି ତୁ ଏ ବିବାହ ଟଙ୍କା ପାଇଁ ହିଁ କରୁଛୁ, କାହିଁକି ନା ତତେ ଯେତିକି ମୁଁ ଜାଣିଛି ତୋର ଦାୟିତ୍ୱ ବୋଲି କିଛି ନାହିଁ। ସେଠୁ ସୁଧାକର କହିଲେ କି ମୋ ପାଇଁ ଟଙ୍କା ହିଁ ଦାୟିତ୍ୱ। ମୋ ବିବାହ ଯେଉଁଠି ହେଉଛି ତା ବିଷୟରେ ଜାଣିକି ତମର ହୋସ୍ ଉଡ଼ିଯିବ। ସେ ଘରକୁ ବିକିବା ପରେ ମୁଁ ସବୁ ଟଙ୍କା ଜୁଆରେ ହାରିଗଲି, ତଥାପି ପ୍ରିୟାକୁ ମୁଁ ଲଟେରୀ ଜିତିବା ପରି ପାଇଗଲି। ଜାଣିଛ, ପ୍ରିୟାକୁ ବି ତମ ପାଇଁ ପାଇଛି। ଥରେ ତାର ଜୀବନ ବଞ୍ଚେଇଥିଲି, ତାପରେ ନିଜକୁ ଅନାଥ ଆଉ ଏକୁଟିଆ କହି ତାର ନିକଟତର ହୋଇଗଲି, ଆଉ ଆଜି ଦେଖ ତାକୁ ମୁଁ ବାହା ହେଉଛି। ସେଠୁ ଶ୍ୟାମବାବୁ କହିଲେ କି ତତେ କ'ଣ ଲାଗୁଛି ଦୁନିଆରେ ତୁ ଏକୁଟିଆ ଚାଲାକ? ଆମକୁ ତୁ ଥରେ ଓଲା ବନେଇ ସୁଧୁରିବାର ବାହାନା କରି ଛଳରେ କାଗଜ ଉପରେ ଦସ୍ତଖତ କରେଇ ନେଇଥିଲୁ। ଆଜି ବି ତୁ ଛଳ କରି ଗୋଟେ ଝିଅକୁ ଫସେଇଛୁ, ଭାବିଛୁ କି ବଞ୍ଚିଯିବୁ? ଶ୍ୟାମବାବୁ ଆଉ କିଛି କହିବା ଆଗରୁ ସୁଧାକର କହିଲେ ତାହେଲେ କ'ଣ ତମେ ଯାଇ ସମସ୍ତଙ୍କୁ କହିଦେବ? ପାଗଳ ନା କ'ଣ? ଆମ ଭିତରେ ଦୂରତା ଦେଖ। ଏବେ ତମେ ଜଣେ ଚାକର ଆଉ ମୁଁ ଏ ଘରର ଭାବି ଜାମାତା। କିଏ ବିଶ୍ୱାସ କରିବ ତମ କଥାକୁ? ତମେ ନିଜର ଭଲ ଚାହୁଁଛ ତ ଏଇଠାରୁ ପଳାଅ, ନହେଲେ ଆହୁରି ଖରାପ ଅବସ୍ଥା କରିଦେବି। ସେଠୁ ଟିକେ ହସି ଦେଇ ଶ୍ୟାମବାବୁ କହିଲେ କି ପୁଅ, ସବୁ କଥାରେ ଏତେ ଜଲ୍ଦି କାହିଁକି? ମୋର ପୁରା କଥା ତ ଶୁଣିଦେ। ମୁଁ କହୁଥିଲି କି ତୁ ଯେଉଁ ଛାତି ଚଉଡ଼ା କରି ନିଜର ପ୍ରଶଂସା କରୁଥିଲୁ ସେଇଟା କିଏ ଜଣେ ଶୁଣି ଦେଇଛି। ଟିକେ ପଛକୁ ବୁଲିକି ଦେଖ। ସୁଧାକର ଯେତେବେଳେ ପଛକୁ ବୁଲି ଦେଖିଲେ, ପ୍ରିୟାକୁ ଦେଖି ଯେମିତି ଚମକି ପଡ଼ିଲେ। ଶ୍ୟାମବାବୁ କହିଲେ କି ପୁଅ, ପ୍ରଥମରୁ ତ ମୁଁ ବହୁତ କାନ୍ଦୁଥିଲି, କାହିଁକି ନା ତତେ ଭେଟିବାକୁ ମୋର ଆଶା ନଥିଲା। ଆଉ ତତେ ଯେତେବେଳେ ଭେଟିକି ସେ ଗରମ ଚାର ସ୍ୱାଦ ଚାଖିଲି, ସେତେବେଳେ ପ୍ରତିଜ୍ଞା କଲି କି ତତେ ବି ବୁଦ୍ଧି ଶିଖେଇବି, ଯେମିତି ତୁ ସାରା ଜୀବନ ଭୁଲି ପାରିବୁନି। ପୁଣି ତୁ ଜାଣିପାରିବୁ କି ତୋର ଆଜି ବିବାହ ଅଛି, ଆଉ ମୁଁ ସେ ଝିଅକୁ ତୋ ସତ ଜଣେଇଦେଲି। କିନ୍ତୁ କଥା ସେତିକିରେ ଅଟକିଗଲା। ସେଠୁ ସୁଧାକର ହଡ଼ବଡ଼େଇ ଯାଇ କହିଲେ କି ନାଇଁ ପ୍ରିୟା, ଏସବୁ ଏ ବୁଢ଼ାର ଚାଲ, ତମେ ତା କଥାରେ ଜମା ବି ପଡ଼ନି। ଏତିକି ବେଳେ ସୁଧାକର ଗାଲରେ ଏକ ଶକ୍ତ ଚାପଡ଼ା ବସିଗଲା। ପ୍ରିୟା କହିଲେ କି ତମର ସାହସ ହେଲା କେମିତି ମୋ ସହିତ ଏତେ ବଡ଼ ଧୋକା କରିବାକୁ? ବିବାହକୁ ଆସୁଥିବା ସବୁ ଲୋକ ସୁଧାକରଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ସୁଧାକର କିଛି କହିବାକୁ ଯାଉଥିଲେ ତ ଆଉ ଗୋଟିଏ ଶକ୍ତ ଚାପଡ଼ା ଗାଲରେ ବସିଗଲା। ଖବରଦାର ଯଦି ତମେ ମୋ ନାଁ ଧରିଛ। ଆରେ ଯିଏ ନିଜର ମାତା ପିତାକୁ ଧୋକା ଦେଇପାରେ ତାକୁ କିଏ ଭରସା କରିବ? କାଲି ବି ମୋତେ ଧୋକା ଦେଇଦେବ। ପ୍ରିୟଙ୍କାର ଏମିତି ରୁଦ୍ର ରୂପ ଦେଖିକି
ସମସ୍ତେ ପ୍ରିୟାଙ୍କୁ ଆଶ୍ଚର୍ଯ୍ୟ ହୋଇ ଅନେଇଥିଲେ। ସବିତା ଦେବୀ ବି ସୁଧାକରଙ୍କୁ ରାଗିକି ଅନଉଥିଲେ ଆଉ କହିଲେ କି ନିଜ ବୁଢ଼ା ବାପା ମାଙ୍କ ସହିତ ଖେଳ ଖେଳି ମନ ଭରିଲାନି ଯେ ଏବେ ଝିଅକୁ ନିଜ ଶିକାର ବନଉଛୁ। ଦେଖ ଦୁନିଆ କେତେ ଛୋଟ, ତୋର କାମ ଆଜି ଧରା ପଡ଼ିଯାଇଛି। ତୁ ଆମକୁ ବେଘର କରିଥିଲୁ ଆଉ ଆମେ ବୃଦ୍ଧାଶ୍ରମରେ ଯାଇ ରହିଲୁ। ସେଠୁ ପୁଣି ଆଉ ଗୋଟିଏ ବୃଦ୍ଧାଶ୍ରମ, ଆଉ ସେଠାରୁ ପୁଣି କାମ ପାଇଁ ଏଠିକି ଆସିଛୁ। ତେଣୁ ଆମ ହାତରେ ତତେ ଦଣ୍ଡ ଦେବା ପାଇଁ ବୋଧେ ଲେଖା ହୋଇ ରହିଛି। ପ୍ରିୟା କହିଲେ କି ମାଉସୀ ଆପଣ ଚିନ୍ତା କରନ୍ତୁନି, ଏ ଅନାଥକୁ ଏବେ ଅସଲି ଘର ଲୋକ ମିଳିଯିବେ ଜେଲରେ। ଏହାପରେ ସୁଧାକର ଯେତେ ବି କାକୁତି ମିନତି ହେଲେ, ନିଜ ବାପା ମାଙ୍କୁ କ୍ଷମା ମାଗିଲେ, କିନ୍ତୁ ଶ୍ୟାମବାବୁ ଓ ସବିତା ଦେବୀ କ୍ଷମା କଲେ ନାହିଁ। ପୋଲିସ ଆସି ସୁଧାକରଙ୍କୁ ବାନ୍ଧିକି ନେଇଗଲା। ଆଉ ସେଠାରେ ଉପସ୍ଥିତ ସବୁ ଲୋକ ପ୍ରିୟାଙ୍କର ଏହି ସାହସିକତା ପାଇଁ ତାଳି ବଜେଇଲେ ଆଉ କହୁଥିଲେ କି ଯଦି ପ୍ରତି ଝିଅଙ୍କ ଭିତରେ ଏମିତି ସାହସିକତା ଭରିଯାଆନ୍ତା ତାହେଲେ ଆଉ କିଏ ବି ଏମିତି କରିବାକୁ ସାହସ କରନ୍ତେନି। ସମସ୍ତେ ଫେରିଗଲେ। ସେଠୁ ଶ୍ୟାମବାବୁ ଓ ସବିତା ଦେବୀ ପ୍ରିୟାଙ୍କୁ ଆଶୀର୍ବାଦ ଦେଇ ସେଠାରୁ ଫେରି ଆସୁଥିଲେ। ତ ପ୍ରିୟା ଅଟକେଇ କହିଲେ କି ଆଜି ଆପଣମାନଙ୍କ ପାଇଁ ମୋ ଜୀବନ ବର୍ବାଦ ହେବାରୁ ବଞ୍ଚିଗଲା। ଏଥିପାଇଁ ଆପଣମାନଙ୍କ ପାଇଁ ମୋ ପାଖରେ କିଛି ଅଛି। ଆପଣମାନଙ୍କର ସେ ଘର ଯେଉଁଟାକି ସୁଧାକର ଛଳରେ ନେଇଯାଇଥିଲେ। ଆଜିର ଜମାନାରେ ଯେଉଁଠି ଲୋକ କେବଳ ନିଜ କଥା ଚିନ୍ତା କରନ୍ତି, ସେଠି ଆପଣ ଅସହାୟ ହୋଇକି ବି ମୋ କଥା ଚିନ୍ତା କଲେ। ସତ ପ୍ରମାଣ କରିନପାରିଲେ ଆପଣ ରାସ୍ତାକୁ ଆସିଯିବେ ବୋଲି ଜାଣିକି ଏତେ ବଡ଼ ପଦକ୍ଷେପ ନେଲେ। ଏଥିପାଇଁ ମୋ ତରଫରୁ ଏ ପୁରସ୍କାର। ନିଜ ଘରକୁ ଫେରିଯାଇ ଶ୍ୟାମବାବୁ ଓ ସବିତା ଦେବୀଙ୍କ ଆଖିରୁ ଖୁସିର ଲୁହ ଝରିଗଲା, ଯାହାକି ଶବ୍ଦରେ ପ୍ରକାଶ କରିବା କଷ୍ଟ ଥିଲା। ତଥାପି ସେ ଥର ଥର ଓଠରେ ଶ୍ୟାମବାବୁ କହିଲେ କି ଝିଅ ସବୁବେଳେ ଖୁସିରେ ରୁହ, ଆଉ କାହାକୁ ବିଶ୍ୱାସ କରିବା ଆଗରୁ ପ୍ରଥମେ ଆମ ଅବସ୍ଥା କଥା ଚିନ୍ତା କରିଦେବ। ଏହାପରେ ସେମାନେ ସେଠାରୁ ଫେରିଆସିଲେ ଆଉ ନିଜ ଘରେ ଏବେ ଖୁସିରେ ରହୁଛନ୍ତି ଆଉ ନିଜର ଖର୍ଚ୍ଚ ପାଇଁ ଘରର ଉପର ମହଲା ଭଡ଼ାରେ ଦେଇଦେଇଛନ୍ତି। ଆଉ ପ୍ରତି ସପ୍ତାହର ଶେଷ ଦିନ ପ୍ରିୟା ଆସି ସେମାନଙ୍କୁ ଦେଖା କରିବା ସହିତ ସମୟ ମଧ୍ୟ କାଟୁଛନ୍ତି। ପ୍ରିୟାଙ୍କର ଏତେ ନିଜରପଣ ଦେଖି ଶ୍ୟାମବାବୁ ଓ ସବିତା ଦେବୀ ନିଜ ପୁଅକୁ ପୁରାପୁରି ଭୁଲି ଯାଇଥିଲେ, କାହିଁକି ନା ତାଙ୍କୁ ପ୍ରିୟା ରୂପରେ ଗୋଟିଏ ଝିଅ ମିଳିଯାଇଥିଲା। ତ କାହାଣୀଟି ଏତିକି ଥିଲା। ନିଜ ବାପା ମାଙ୍କୁ ଯେଉଁମାନେ କଷ୍ଟରେ ରଖନ୍ତି ସେମାନେ କେବେ ବି ଶାନ୍ତିରେ ରହିପାରନ୍ତିନି ଆଉ ସେମାନଙ୍କର ସୁଧାକର ପରି ଅବସ୍ଥା ହୁଏ। ଏକଥାରେ ସହମତି ଥିଲେ କମେଣ୍ଟ ବକ୍ସରେ ନିହାତି ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲ ସିକ୍ରେଟ ଷ୍ଟୋରିଜକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ହଁ, ଆମ ଫେସବୁକ୍ ପେଜକୁ ଫଲୋ କରିଦିଅନ୍ତୁ। ଧନ୍ୟବାଦ।